ଧ୍ୟାନର ଯାତ୍ରା ଆରମ୍ଭ କରିବ। ଆଧ୍ୟାତ୍ମିକ ସଂସାରରେ ପାଦ ଥାପିଥିବା ଅନ୍ତଶକ୍ତି ଧ୍ୟାନ ପରିବାରର ସମସ୍ତ ଦିବ୍ୟଧାନୀ ମାନଙ୍କୁ ଜୟ ଜଗନ୍ନାଥ। ପରମ କାରୁଣିକ କୋଟି ଓଡ଼ିଆର ମୌଡ଼ମଣି ଶ୍ରୀ ଜଗନ୍ନାଥଙ୍କ ଶ୍ରୀଚରଣରେ ନିଜକୁ ସମର୍ପଣ କରି ଚାଲନ୍ତୁ। ଧ୍ୟାନ ଯାତ୍ରାରେ ଅଗ୍ରସର ହେବା। ବସ୍ତୁବାଦୀ ସଂସାରରେ ରହି ନିଜର ଭାରାକ୍ରାନ୍ତ ଶରୀର ଆଉ ବ୍ୟତିବ୍ୟସ୍ତ ମନକୁ ଅବସର ଦେଇ କିଛି ସମୟ ପାଇଁ ଆମେ ଧ୍ୟାନ କରିବା। ପ୍ରତ୍ୟେକ ଦିନ ନିଜ ପାଇଁ ସମୟ ବାହାର କରିବା। ଧ୍ୟାନର ଅନୁଭୂତି ନେବା। ଏହା ଦ୍ୱାରା ଆମେ ଏକ ପ୍ରଗତିପୂର୍ଣ୍ଣ ଜୀବନ ଶୈଳୀରେ ପଦାର୍ପଣ କରିବା। ଏକ ସୁନ୍ଦର ସ୍ୱାସ୍ଥ୍ୟ, ଏକ ଅବିଚଳିତ ମନ, କିଛି ସୁଖପୂର୍ଣ୍ଣ ସମ୍ପର୍କର ଅଧିକାରୀ ହୋଇପାରିବା। କିଛି ପାଣି ପିଇ ନିଅନ୍ତୁ। ଗୋଡ଼କୁ ଛନ୍ଦି ଏକ ଆରାମଦାୟୀ ଆସନରେ ବସିଯାଆନ୍ତୁ। ହାତକୁ ଛନ୍ଦି କୋଳ ଉପରେ ରଖି ନିଅନ୍ତୁ। ଆଖି ଦୁଇଟିକୁ ଧୀରେ ଧୀରେ ବନ୍ଦ କରିଦିଅନ୍ତୁ। ବନ୍ଦ ଆଖିରେ ନିଜର ମନ ଓ ଶରୀରକୁ ଅନୁରୋଧ କରନ୍ତୁ ଧୀରେ ଧୀରେ ଶାନ୍ତ ହୋଇଯିବା ପାଇଁ। ଗୁରୁମଣ୍ଡଳୀଙ୍କୁ ଆବାହନ କରନ୍ତୁ। ଧ୍ୟାନରେ ମାର୍ଗଦର୍ଶନ କରିବା ପାଇଁ ଅନୁରୋଧ କରନ୍ତୁ। ବର୍ତ୍ତମାନ ପ୍ରାକୃତିକ ଶ୍ୱାସ ସହ ଏକାକାର ହୋଇଯାଆନ୍ତୁ। ଶ୍ୱାସ କିପରି ଆସୁଛି, କିପରି ଯାଉଛି, ତାକୁ ଅନୁସରଣ କରନ୍ତୁ, ତାକୁ ଅନୁଧ୍ୟାନ କରନ୍ତୁ। ଶ୍ୱାସ ସହ ଏକାକାର ହୋଇ ଶ୍ୱାସକୁ ନିରନ୍ତର ଧ୍ୟାନ କରିବା ଦ୍ୱାରା ମନ ବିଚାର ଶୂନ୍ୟ ହୋଇଯାଇଥାଏ। ଆଉ ଏହି ସମୟରେ ବିଶ୍ୱ ବ୍ରହ୍ମାଣ୍ଡୀୟ ଊର୍ଜା ବ୍ରହ୍ମରନ୍ଧ୍ର ଦେଇ ଶରୀର ମଧ୍ୟରେ ପ୍ରବେଶ କରିଥାଏ। ଏହି ଊର୍ଜା ଆମ ଜୀବନର ପ୍ରତ୍ୟେକ ସ୍ତରରେ ଆମକୁ ଚିନ୍ତାମୁକ୍ତ, ଚାପମୁକ୍ତ, ରୋଗମୁକ୍ତ ରଖି ସନ୍ତୁଳନ ଆଣିଥାଏ। ଆସନ୍ତୁ ଏହି ସୁନ୍ଦର ଧ୍ୱନିର ମାର୍ଗଦର୍ଶନରେ ଧ୍ୟାନ ଯାତ୍ରାରେ ଅଗ୍ରସର ହୋଇ ଧ୍ୟାନର ଗଭୀରତାକୁ ପ୍ରବେଶ କରିବା ଓ ବିଶ୍ୱ ଊର୍ଜା ଗ୍ରହଣ କରିବା।
ସ୍ଥିର ହୋଇ ବସି ରୁହନ୍ତୁ। ଶରୀର ମଧ୍ୟରେ ସଞ୍ଚରି ଯାଉଥିବା ପ୍ରାଣ ଶକ୍ତିକୁ ଆହ୍ଲାଦର ସହ ଗ୍ରହଣ କରନ୍ତୁ। ଶରୀରରେ ସୃଷ୍ଟ ପ୍ରତ୍ୟେକଟି ରୋମାଞ୍ଚ, ପ୍ରତ୍ୟେକଟି ଶିହରଣର ଅନୁଭବ ନିଅନ୍ତୁ। ଜଗତପତି ଶ୍ରୀ ଜଗନ୍ନାଥଙ୍କୁ ପ୍ରଣାମ ଜଣାନ୍ତୁ। ଭୌତିକ ଜୀବନର ଲକ୍ଷ୍ୟ ଲେଖିଥିବା ପିତାମାତାଙ୍କୁ ଭକ୍ତିପୂତ ପ୍ରଣାମ କରନ୍ତୁ। ମାର୍ଗଦର୍ଶନ କରିଥିବା ଗୁରୁମଣ୍ଡଳୀଙ୍କୁ ଅନ୍ତରରୁ ପ୍ରଣାମ ଜଣାନ୍ତୁ। ସଚରାଚର ଜୀବ ସତ୍ତା ସାରା ସୃଷ୍ଟିକୁ ଧନ୍ୟବାଦ ଦିଅନ୍ତୁ, ପ୍ରଣାମ ଜଣାନ୍ତୁ। ସମସ୍ତଙ୍କୁ କୃତଜ୍ଞତା ଦିଅନ୍ତୁ। ଅନ୍ତରରୁ ସମସ୍ତଙ୍କୁ ପ୍ରେମ କରନ୍ତୁ। ଦୟାଳୁତା, କରୁଣାର ଭାବ ପୋଷଣ କରନ୍ତୁ। 5 ସେକେଣ୍ଡ ପାଇଁ ହାତ ପାପୁଲିକୁ ଆଖି ଉପରେ ରଖି ନିଅନ୍ତୁ। 5, 3, 2, 1, 0। ସଂସାରରେ ସମସ୍ତଙ୍କର ମଙ୍ଗଳ ହେଉ। ସମସ୍ତେ ସକାରାତ୍ମକତାରେ ବୁଡ଼ି ରୁହନ୍ତୁ। ଦିବ୍ୟତା ସର୍ବତ୍ର ବ୍ୟାପ୍ତି ହେଉ। ରୋଗ, ସୁଖ, ଦୁଃଖ, ପରଶ୍ରୀ କାତରତା, ଦ୍ୱେଷ ଇତ୍ୟାଦିର ଅବସାନ ଘଟୁ। ସଚ୍ଚିନ୍ତା, ସଦ୍ବୁଦ୍ଧି, ସଦ୍ଭାବନାର ଉନ୍ନତି ଘଟୁ।
आध्यात्मिक उन्नति घटू, समस्ते गुरु कृपा लाभ करंतु। एहीपरि शुभकामना सह हाथ पपुली भितरे आखि खोली समस्त ब्रह्मांडीय ऊर्जा को निज भितरे ग्रहण करी सहस्र वदन वर्तमान ध्यान यात्रा विरति नियंतु। जय जगन्नाथ। गोटे आश्रम रोते से अनुसुईया और तांको माँ पहुंची एवं सेठी तांकर बहुत सुंदर भाव अति सत्कार करा जायछि। सोमा एहा परे तांकर भोजनर व्यवस्था करती निज हाथ में वन्य जात शस्य खूब स्वादिष्ट खाद्य और फल द्वारा पानीय प्रस्तुत करी खाद्य परिवेशन करू करू कहती माता ही मो द्वारा निजे सेवा करुछंती। एही समय रे जड़े तपस्वी से ही बाट दे जाउथिले। सोमा तांको मध्य खाद्य पाई निमंत्रण करती। तपस्वी आसन ग्रहण करू करू कहले सोमा आमको केबे बिना भोजन रे छाड़ंतु नहीं। सोमा कहती जदि मु भोजन न देबी तेबे माता मते कौन कहिबे। मते माता को तो पुणी उत्तर देवार अछि। आम परी तपस्वींकर यह एक सौभाग्य कारण जेते आश्रम रे खाइले मध्य सोमांग परी स्वादिष्ट खाद्य केउठारे मिले नहीं। तपस्वी खाई खाऊ कहले यह मातांकर आदेश मात्र जी भी आसंतु तांको पाई सतेज शस्य रे खाद्य प्रस्तुत करी भोजन प्रस्तुत करिवार परंपरा जनक परिवार और रानी सुनयना ही आरंभ करथिले। महलर रोषेई घरे सदा सर्वदा साधु शुद्ध पथिक आगंतुक मानक पाई खाद्य प्रस्तुत करा जाउथिला। केबे केबे भोजन सामग्री सबु सरी जाउथिला और सेतेबेले केही ना केही भोजन सामग्री धरी पहुंची जाउथिले। बाबा कहूथिले दान देवार फल एपरी भाबे मिले। माता तांको शेष निश्वास पर्यंत यह करी जाथिले। मु भी यह करिबी और जेबे माता मते नेबाको आसीबे तेबे मु जिबी। यह केबे भी हेब नाही कहिले तपस्वी। मु जीवा पाई सदा सर्वदा प्रस्तुत होई रहिछि काहेकि केजानी माता मते नेउ नाहंती। सोमा उत्तर दियंती। भोजन परे तपस्वी धन्यवाद दे चली गले। एबे सोमा आलोचना को आग को बढ़ाइले। अकाल मरुड़ी समय रे अनेक प्रजा भोक उपास रे रहुथिले। तेणु सेही समय रे जनक बाबा तांका रोषेई घर समस्तंक पाई खोली देइथिले। थरे जने नुआ सेविका अज्ञानता वशतः आगंतुक दंपति को फेराई देइथिले कारण से दिन महलर कर्मचारी खाद्य कम थिला। से दिन बाबा तांको डाकी कहिथिले खाद्य कम थिले से और रानी सुनयना से दिन पछके खाइबेनी किंतु केही भोकिला होई न फेरंतु। या परे से निजे से दंपति को खोजी आनी भोजन कराइथिले। माता सबुबले कहंती जे प्रकृति समस्तंक प्रति खाद्य रचना करिसंती। यदि समस्ते निज आवश्यकता अनुसार खाद्य ग्रहण करते लोभ न करते तेबे केही भोकिला रहते नहीं कि खाद्यर अभाव पड़ता नहीं। किंतु सेतेबेले लोभ तो दक्षिण दिग लंकारु माड़ी आसिथिला। लंका कथा कहवा परे सोमांक चेहरा गंभीर हो जाइथिला और सेही भाबरे से कहिले पृथ्वीर केउ एक कोणरे भी अन्याय हेले तार प्रभाव सारा पृथ्वी को भोगिबाकु पड़े। एही सत्य को बहुत कम लोक जानती और रावण से समय समस्त को शोषण करुथिला। अनुसया सेमानंको पचारती आपण को तो मिथिला छाड़िबाकु पड़िथिबो। आमे केबे भी मिथिला छाड़िनु कारण माता सर्वदा कहती मिथिला तो आम आत्मा समाहित थिला। केवल शारीरिक दृष्टिकोणरू अलगा रहिबा कष्टकर थिला। मोर भल भाबे मने अछि विदाय समय रे बाबा आम चारि सेविका को कलाग्रत करी पुत्री बोली संबोधन करथिले। किंतु जेबे से माता को विदाय देउथिले सेतेबेले तांकर केवल भावर आदान प्रदान एपरि थिला ताहा अलौकिक थिला जहा बुझिबा मो बाहरे थिला। से पिता पुत्री को जेमिति शून्यर तरंग माध्यम रे भावर आदान प्रदान करुथिले एमिति कि वनवास जीवा पूर्व राति रे बाबांक पक्षरु ए शब्द तरंग माध्यम रे अनुमति तथा आशीर्वाद नेइथिले सीता। विवाहर विदाय बेଳରେ रानी सुनयना खूब दुखी थिले। तांकर दुई पुत्री को से समान प्रकार अलंकार देइथिले किंतु माता वनवास गला बेले साथी रे एक पानिया और रानी को संतक पदकटी ही नेइकी जाइथिले। सोमाता को उत्तर दियंती। मध्याह्न बेला बढ़ी चलीथिला।
ତେଣୁ ସେ କୁଡିଆ ଭିତରକୁ ଡାକନ୍ତି। ସେପଟେ ବଳକା ଖାଦ୍ୟ ଗୁଡିକୁ ଖାଇବା ନିମନ୍ତେ ଛୋଟ ଛୋଟ କୀଟ ପତଙ୍ଗଙ୍କ ସୁଅ ଆରମ୍ଭ ହୋଇଯାଏ। ତାକୁ ଦେଖାଇ ସୋମା କହନ୍ତି, ଏମାନେ ମଧ୍ୟ ମାତାଙ୍କ ଅନୁଗାମୀ। ମହାରାଣୀ କୌଶଲ୍ୟା ଶ୍ରୀରାମଙ୍କ ବିବାହ ପୂର୍ବରୁ ମିଥିଳାରୁ କାରିଗରଙ୍କୁ ନେଇ ଭାବିରାଣୀଙ୍କ କକ୍ଷକୁ ଏମିତି ଭାବରେ ସଜ୍ଜିତ କରିଥିଲେ ଯେ ସୀତା ସେଥିରେ ମିଥିଳାର ଅନୁଭବ କରିପାରିଥିବେ। ତାପରେ ନିଜ ରୋଷେଇ କର୍ମଚାରୀଙ୍କୁ ମଧ୍ୟ ମିଥିଳାକୁ ପଠାଇ ସେଠାକାର ସ୍ୱାଦିଷ୍ଟ ବ୍ୟଞ୍ଜନର ପ୍ରସ୍ତୁତି ତାଲିମ କରାଇ ନେଇଥିଲେ। ମାତାଙ୍କୁ ଦେଖିବା ପୂର୍ବରୁ ସେ ତାଙ୍କୁ ଭଲ ପାଇ ଯାଇଥିଲେ। ମାତା ଅନିନ୍ଦ୍ୟ ସୁନ୍ଦରତାରେ ଭରପୁର, କିନ୍ତୁ ବାହ୍ୟ ସୁନ୍ଦରତା ପାଇଁ ସେ କେବେ ବି ଧ୍ୟାନ ଦେଉନଥିଲେ। ସେ କେବଳ ଆନ୍ତରିକ ସୁନ୍ଦରତାକୁ ହିଁ ପ୍ରାଧାନ୍ୟ ଦେଉଥିଲେ। ସବୁବେଳେ କହୁଥିଲେ, ଭୌତିକ ସୁନ୍ଦରତା କ୍ଷଣସ୍ଥାୟୀ। ମତେ ହିଁ ଦେଖୁନ, ଏଇ ବୃଦ୍ଧ ଶରୀରକୁ ଧାରଣ କରି ଚାଲିଛି। କୁଡିଆର ଗୋଟିଏ କୋଣରେ ସୀତାଙ୍କର ମୂର୍ତ୍ତି, ଯାହା ଫୁଲ ଫଳରେ ସଜ୍ଜିତ ଥିଲା। ପୂଜା ସ୍ଥାନଟି ମଧ୍ୟ ଖୁବ୍ ସୁନ୍ଦର ଦେଖାଯାଉଥିଲା। ସୋମା ଏବେ କିଛି କ୍ଷଣ ଆଖି ବନ୍ଦ କରି ତାପରେ ପୁଣି କହିବା ଆରମ୍ଭ କଲେ। ଏଥର ତାଙ୍କ ସ୍ୱର ଅଲଗା ଲାଗୁଥିଲା ଯେମିତି ଆଉ କିଏ କହୁଛନ୍ତି। ମାତା ବନବାସ ଯିବାର କାରଣ ମୁଁ ଜାଣିଛି। ଏହାର କାରଣ ନା ମହାରାଜ ଦଶରଥଙ୍କ ଶପଥ ଥିଲା, ନା ରାଣୀ କୈକେୟୀଙ୍କର ମନ୍ଦ ବୁଦ୍ଧି। ବାହାରକୁ ସିନା ଏହା ଦେଖାଯାଉଥିଲା, କିନ୍ତୁ ଏହା ହୋଇନଥିଲେ ଅନ୍ୟ କିଛି କାରଣ ଯୋଗୁଁ ସେମାନେ ବନବାସ କରିଥାନ୍ତେ। ଏହି ଘଟଣାର ଚିତ୍ର ତ ବିଧିରେ କେବେଠୁ ଅଙ୍କା ସରିଥିଲା। ଏହା କେବଳ ଏକ ମାଧ୍ୟମ ଥିଲା ଲକ୍ଷ୍ୟସ୍ଥଳୀକୁ ପହଞ୍ଚିବା ପାଇଁ। ମାତା ସୀତା ବନବାସ ଯିବା ପୂର୍ବରୁ ଏକ ଅଗ୍ନିଶିଖା ସୃଷ୍ଟି କରିଥିଲେ, ଯାହା ମାତାଙ୍କର ଏକ ଅଂଶ ଥିଲା ଓ ତାହା ଅଯୋଧ୍ୟାର ସୁରକ୍ଷା କବଚ ଥିଲା। କିନ୍ତୁ ଏତିକି ମୁଁ ଜାଣିପାରିଥିଲି ଯେ ସେ ଶିଖା ଅଦ୍ଭୁତ ଥିଲା ଓ ତାକୁ ଯେବେ ବି ମୁଁ ଏକ ଲୟରେ ଦେଖେ, ମୁଁ ମାତାଙ୍କ ଛବି ଓ ତାଙ୍କର ଆଲୋଚନା ମଧ୍ୟ ଶୁଣିପାରୁଥିଲି। ଏତିକି କହି ସେ କାହାଣୀର ମୋଡ଼ ବଦଳାଇ କହିଲେ, ଏ ବିଷୟରେ ଆଜି ପର୍ଯ୍ୟନ୍ତ ମୁଁ କାହାକୁ କହିନାହିଁ। ଯଦି କେହି ପ୍ରଶ୍ନ କରନ୍ତି, ଏହାକୁ ମୁଁ ସ୍ୱପ୍ନ ବୃତ୍ତାନ୍ତ କହି ଏଡ଼ାଇ ଦିଏ। କିନ୍ତୁ ମୁଁ ଜାଣିଥିଲି ତାଙ୍କ ବିନା ମୁଁ ଜୀବିତ ରହିପାରିବି ନାହିଁ। ସାଧ୍ୱୀ ଅନୁସୂୟାଙ୍କ ବିଷୟରେ ମୁଁ ଏଇଠାରୁ ହିଁ ଜାଣିଛି। ଥରେ ମୁଁ ସେ ଶିଖା ପାଖରେ ଲୟ ଦେଇ ବସିଥାଏ। ତାଙ୍କର ଆଲୋଚନା ଶୁଣିଲି। ସେମାନେ ଆତ୍ରେୟ ଋଷିଙ୍କ ପାଖରେ ବସି ଆଲୋଚନା କରୁଥିଲେ। ଯେଉଁଠାରେ ଋଷି ଆତ୍ରେୟ ଚାହୁଁଥିଲେ ସେ ତାଙ୍କର ପତ୍ନୀ ସମଗ୍ର ସ୍ତ୍ରୀ ଜାତିଙ୍କ ପାଇଁ ଆଦର୍ଶ ହୁଅନ୍ତୁ ଓ ସମସ୍ତେ ଆଧ୍ୟାତ୍ମବାଦକୁ ଗ୍ରହଣ କରନ୍ତୁ। ଭବିଷ୍ୟତରେ ପୃଥିବୀବାସୀଙ୍କର ଧରିତ୍ରୀ ମାତାଙ୍କ ସ୍ୱରୂପକୁ ଅନୁଭବ କରି ତାକୁ ସୁଷ୍ଠିତ ଓ ସୁରକ୍ଷିତ କରି ରଖୁ। ସେ ଋଷି ଅନୁସୂୟା ହିଁ ଥିଲେ ଯେ ପବିତ୍ର ମନ୍ଦାକିନୀ ନଦୀକୁ ଧରାପୃଷ୍ଠକୁ ଅବତରଣ କରାଇ ପାରିଥିଲେ ଏ ବିଶ୍ୱବାସୀଙ୍କର ମଙ୍ଗଳ ନିମନ୍ତେ। ବନ୍ୟଜନ୍ତୁ ତଥା ବୃକ୍ଷଲତାର ଜଳତୃଷ୍ଣା ମେଣ୍ଟାଇବା ପାଇଁ ସକ୍ଷମ ହୋଇପାରିଛନ୍ତି। ଯେବେ ଶ୍ରୀରାମ ଓ ମାତା ସୀତା ଚିତ୍ରକୂଟ ଆଶ୍ରମରେ ପହଞ୍ଚିଲେ, ସେତେବେଳେ ଋଷି ଆତ୍ରେୟ ତାଙ୍କୁ ଏକାନ୍ତରେ ବାସ କରିବା ନିମନ୍ତେ ଏକ ଗୁମ୍ଫା ଦେଇଥିଲେ। ସେଠାରେ ପାଣିକୁ ଛାଡ଼ି ସବୁ ସୁବିଧା ଥିଲା, ଯେମିତିକି ସେଠାକାର ସ୍ନିଗ୍ଧ ଓ ଶୀତଳ ତାପମାତ୍ରା ଓ ସୁନ୍ଦର ପ୍ରାସାଦର ପ୍ରକୋଷ୍ଠ ପରି ଲାଗୁଥିଲା। ଯେତେବେଳେ ସୀତାଙ୍କୁ ଶୋଷ ହେଲା, ଶ୍ରୀରାମ ଜଳ ପାଇଁ ଚିନ୍ତନ କରୁ କରୁ ସେଠାରେ ଏକ ଅଦ୍ଭୁତ ପ୍ରପାତର ସୃଷ୍ଟି ହେଲା। କିଛି ସମୟ ପରେ ତାହା ଏକ ଜଳକୁଣ୍ଡରେ ପରିଣତ ହୋଇଗଲା ଓ ସେଥିରୁ ଏକ ଦିବ୍ୟ ଦେବୀ ଆବିର୍ଭାବ ହୋଇ କହିଲେ, ମୁଁ ଗୋଦାବରୀ ନଦୀ ଅଟେ। ଆପଣ ଦୁହିଁଙ୍କୁ ଆଶୀର୍ବାଦ ଦେବାକୁ ଆସିଛି। ଆପଣ ସଦାସର୍ବଦା ପ୍ରଚୁରତାରେ ଭରି ରୁହନ୍ତୁ। ଶ୍ରୀରାମ ଆଶୀର୍ବାଦ ଦେଇ କହିଲେ, ଆପଣ ସଦାସର୍ବଦା ଜୀବଜନ୍ତୁ ଓ ବୃକ୍ଷଲତାଙ୍କ ଲାଳନ ପାଳନ କରନ୍ତୁ। ମାତା ଆଶୀର୍ବାଦ ଦେଇ କହିଲେ, ମୁଁ ଏବେ ଦକ୍ଷିଣ ଦିଗକୁ ବୋହିଯିବି। ଆଗକୁ ପୁଣି ଥରେ ଦେଖାହବ। ଏହା କହି ସେ ସେଠାରୁ ଅନ୍ତର୍ଦ୍ଧାନ ହୋଇଗଲେ। ସୋମା କହି ଚାଲିଥାନ୍ତି, ପୁରାତନ ଯୁଗରେ ଦେବୀ ଦେବତା ଦେଇଥିବା ଶିକ୍ଷା ମନ୍ତ୍ରକୁ ରକ୍ଷା କରିବା ପାଇଁ ମୁନି ଋଷିମାନେ ଚେଷ୍ଟା କରୁଥିଲେ, ଯାହାକି ଭବିଷ୍ୟତ ପିଢ଼ିକୁ ସାହାଯ୍ୟ କରିବ। କିନ୍ତୁ ଶ୍ରୀରାମ ଋଷି ବିଶ୍ୱାମିତ୍ରଙ୍କ ଆଶ୍ରମରେ ହିଁ ଜାଣି ଯାଇଥିଲେ ଯେ ଏହି ସୁରକ୍ଷାର ଭିତ୍ତିକୁ ଶ୍ରୀରାମଙ୍କୁ ହିଁ ସୁଦୃଢ଼ କରିବାକୁ ପଡ଼ିବ। ମାତାଙ୍କର ପ୍ରଥମ ଦେଖାରୁ ମଧ୍ୟ ଏହା ସ୍ଥିର ହୋଇଥିଲା, ସେ ହିଁ ଏଥିରେ ପ୍ରକୃତ ସହାୟିକା ହୋଇପାରିବେ। ସେ ଯେମିତି ଜଙ୍ଗଲ ଭିତରକୁ ଯିବା ଆରମ୍ଭ କରିବାକୁ ଲାଗିଲେ, ନରଭକ୍ଷୀ ହାବୁଡ଼ରେ ପଡୁଥିଲେ ଓ ରାକ୍ଷସମାନେ ହିଁ ଜଙ୍ଗଲରେ ଭରପୁର ହୋଇ ଆଶ୍ରମ ଗୁଡ଼ିକୁ ନଷ୍ଟ କରିଦେଉଥିଲେ। ମାତାଙ୍କର ଜଙ୍ଗଲ ଜଡ଼ିବୁଟିର ଔଷଧୀୟ ଜ୍ଞାନ ତାଙ୍କୁ ଏହି ସମୟରେ ସାହାଯ୍ୟ କରିଥିଲା।
ଓ ବିଭିନ୍ନ କଠିନ ପରିସ୍ଥିତିରେ ତାଙ୍କୁ ଜୀବିତ କରି ରଖିପାରିଥିଲା। ସୋମା ଏବେ ଜାଣିବାକୁ ଚାହୁଁଥିଲେ ଯେ ଏମାନେ ଏହାକୁ ବୁଝିପାରୁଛନ୍ତି ନା ନାହିଁ। ମା ମୁଣ୍ଡ ଟୁଙ୍ଗାରି ଶ୍ରୀକୃତି ଦେଲେ, କିନ୍ତୁ ଅନୁସୟା ନୀରବ ରହିଲେ। କାରଣ ପିଲାଦିନେ ସେ ଯାହା ଜାଣିଥିଲେ ଯେ ତାହା ଖୁବ୍ ସରଳ ଥିଲା, କିନ୍ତୁ ଏତେ ଜଟିଳତାକୁ ସେ ଗ୍ରହଣ କରିବା ପାଇଁ ତାଙ୍କୁ ସମୟ ଲାଗୁଥିଲା। କିନ୍ତୁ ସୋମା ବର୍ଣ୍ଣନାକୁ ଆଗକୁ ଜାରି ରଖିଥିଲେ। ଆର୍ଯ୍ୟ ସମାଜକୁ ବିସ୍ତାର କରିବାର ଏକମାତ୍ର ଲକ୍ଷ୍ୟ ନଥିଲା, ବରଂ ବନ୍ୟ ସମ୍ପଦ, ଉଦ୍ଭିଦ ସମ୍ପଦକୁ ରକ୍ଷା କରିବା ସହ ଜଙ୍ଗଲ ସମ୍ପ୍ରଦାୟକୁ ନୂତନ କୃଷି କୌଶଳ ତଥା ସଭ୍ୟତା ଜ୍ଞାନ ବିକାଶର ଦାୟିତ୍ୱ ମଧ୍ୟ ଥିଲା। ମାତା ସେମାନଙ୍କୁ କିପରି ନରଭକ୍ଷଣ ମାଂସଭକ୍ଷଣ ନ କରି ବନ୍ୟ ସମ୍ପଦକୁ ରକ୍ଷା କରିପାରିବେ, କୃଷି ଓ ପଶୁପାଳନ କରି କିପରି ନିଜର ଲାଳନ ପାଳନ ଠିକରେ କରିପାରିବେ, ସେ ବିଷୟରେ ଶିକ୍ଷା ଦେଉଥିଲେ। ଏଠି ଥାଉ।